କିଏ ତୁ ବାଳକ? କି କରୁଛୁ ଏଇ ଯମୁନାର ତୀରେ? ଲିପ୍ତ ନାରଦକୁ କରୁଛି ଉଜ୍ଜଳ। କି କରିବୁ ଉଜ୍ଜଳ କରି ତୋର ଏଇ ସର? ଆଗାମୀ ଦିବସ ଯୁଦ୍ଧ ହେବ କୁରୁ ପାଣ୍ଡବର। ମଧ୍ୟମ ପାଣ୍ଡବ ଭୀମ ଅଟନ୍ତି ମୋ ପିତା। ଚିନ୍ତା କରି ଡକାଇଛନ୍ତି ମୋତେ ଭାରତ ଯୁଦ୍ଧକୁ। ଆଉ ସେହି ଯୁଦ୍ଧ ପାଇଁ ସଜ୍ଜିତ କରୁଛି ମୋର କଳଙ୍କିତ ସର। ଏପରି ହସିଲେ କାହିଁକି? ମସ୍ତିଷ୍କ ବିକୃତ କିରେ ଶିଶୁ? ଯେଉଁ ଯୁଦ୍ଧେ ଯୋଗ ଦେବେ ଭାରତର ସମସ୍ତ ରାଜନ। ଇଚ୍ଛା ମୃତ୍ୟୁ ପିତାମହ ଭୀଷ୍ମ ପୁଣି ଦ୍ରୋଣ କର୍ଣ୍ଣ ଯେଉଁ ଯୁଦ୍ଧେ ନେଉଛନ୍ତି ଅଂଶ। କି କରିବୁ ଦୁଗ୍ଧପୋଷ୍ୟ ଶିଶୁ? ଆଉ ଏ ମହାସମରରେ କି ହୋଇବ ତୋର ଏଇ ଭଗ୍ନ ଅସ୍ତ୍ର? ଯେଉଁ ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଦୁର୍ଯ୍ୟୋଧନର ବୀରତ୍ୱ ପ୍ରକାଶ କଲେ ମୋ ସମ୍ମୁଖେ। ଦିନେ ସାମାନ୍ୟ ଯୁଦ୍ଧେ ଚିହ୍ନିଛି ମୁଁ ତାଙ୍କୁ। ବାରୁଣୀ ସ୍ନାନ ସମୟ ମାତ୍ର ଏକ ଅସ୍ତ୍ରାଘାତେ ସମସ୍ତଙ୍କୁ କରିଥିଲି ବନ୍ଦୀ। এই ଭାରତ ଯୁଦ୍ଧରେ ସମସ୍ତ ଯୋଦ୍ଧାଙ୍କ ପାଇଁ ଯଥେଷ୍ଟ ଭଗ୍ନାସ୍ତ୍ର ମୋର। এই ଭଗ୍ନାସ୍ତ୍ରେ ଚକ୍ଷୁର ପଲକେ ସମାପ୍ତ କରିବି ଭାରତ ସମର। ଭୀମ ପୁତ୍ର ବେଲାଳର ନାରାଜ ପତନେ ସମସ୍ତ ରଥୀ ମହାରଥୀ ଲଟିବେ ଧରଣୀ ଧୂଳିରେ। ବିଶ୍ୱାସ ହୁଏ ନାହିଁ ମୋର। ଏକ ଏକ ଯେଉଁ ଯୋଦ୍ଧା ଭାରତର ସମସ୍ତ ରାଜନକୁ କରନ୍ତି ବିଧ୍ୱଂସ, ସାମାନ୍ୟ ଶିଶୁ ପୁଣି ଭଗ୍ନ ଅସ୍ତ୍ରରେ କରିବ ପରାସ୍ତ? ନା ନା, ବୃଥା ତୋର ତ ଏଇ ଆସ୍କଳନ। ବୃଥା ସ୍ଖଳନ କରି ନାହିଁ ଭୀମର ସନ୍ତାନ। ମିଥ୍ୟା କହି ଦୋଷ ଲିପ୍ତ ହୋଇନାହିଁ ଦିନେ। ଯାହା ନିଜ ଭୁଜ ବଳେ କରଇ ବେଲାଳ ପଶ୍ଚାତପଦ ହୁଏ ନାହିଁ କହିବାକୁ ମୁଖେ। ଯାହା କହୁଛୁ ତୁ ହେଇପାରେ ସତ୍ୟ, କିନ୍ତୁ ଦିନେ ଯେଣୁ ଦେଖି ନାହିଁ ତୋର ବୀରତ୍ୱ ପ୍ରଭାବ। କିପରି ତୋର ଶକ୍ତି ପାଇଁ ମୋର ହୋଇବ ପ୍ରତ୍ୟ? କରନ୍ତୁ ପରୀକ୍ଷା, ଯେପରି ତୁମ ଅନ୍ତରୁ ଦୂରୀଭୂତ ହୋଇବ ସନ୍ଦେହ। ତୁମର ସମସ୍ତ ପରୀକ୍ଷା ପାଇଁ ପ୍ରସ୍ତୁତ ଏଇ ଭୀମ ପୁତ୍ର ବେଲାଳ। ଏଇ ଦେଖ, କୌରବ ପାଣ୍ଡବ ଯୁଦ୍ଧେ ସଜ୍ଜୀକୃତ ବିହରଣାଙ୍ଗନେ ତୋର ଏଇ ନାରାଜ ମୁନେ ପୃଥକ କରିପାରିବୁ କି ପ୍ରତିପକ୍ଷ ଯୁଦ୍ଧ? ସାମାନ୍ୟ ପରୀକ୍ଷା ଦିଓଟିକା ଶ୍ରୀ ମୁଖଗ୍ରେ ନିରୂପଣ କରିବି ମୁଖରୁ ପାଣ୍ଡବର ସୈନ୍ୟ। ଝିଅ ବେଲାଳ ସମସ୍ତ ପାଣ୍ଡବଙ୍କ କପାଳେ ଲାଗିଅଛି ସିନ୍ଦୁରର ବିନ୍ଦୁ। ଏଇଥର ମନ ପ୍ରାଣ ହୋଇଲ ତ ତୃପ୍ତ। ଦେଖାଇ ପାରିବୁ କି ମୃତ୍ୟୁ ସ୍ଥାନ ମୋର? ଦିଓଟିକା ଅଗ୍ରେ ନିରୂପଣ କରିବି ମୁଁ ତୁମ ମୃତ୍ୟୁ ସ୍ଥାନ। ଧନ୍ୟ ଧନ୍ୟ ବେଳାଳ, ଏତେ ଜାଳେ ମୋର ହୋଇଲା ବିଶ୍ୱାସ। ନିମିତ୍ତକେ କୁରୁବର କରିପାରିବୁ ଲିପ୍ତ। ମାଗବର ଦେବି ତାହା ଅକୁଣ୍ଠିତ ଚିତେ। ତୁମ ପରୀକ୍ଷାରେ ଉତ୍ତୀର୍ଣ୍ଣ ମୁଁ କାହିଁକି ତୁମକୁ କରିବି ପ୍ରାର୍ଥନା? ଯଦି ତୁମେ ମୋ ପାଶରୁ ଚାହଁ କିଛି ଦ୍ରବ୍ୟ ମାଗ, ହର୍ଷ ପ୍ରାଣେ ପ୍ରଦାନିବି ତାହା। ନା ବେଲାଳ, ତୋର ଏଇ ପରୀକ୍ଷାରେ ହୋଇବୁ ପରାସ୍ତ। ଏ ସ୍ଫୀତ ପଦାର୍ଥ ମୋର ନ ପାରିବୁ ଦେଇ। କିଏ ତୁମେ? କାହିଁକି ସନ୍ଦେହ କର ମୋର ପ୍ରତିଟି କାର୍ଯ୍ୟରେ? ବାର ଦୁଇ ବାର ତୁମ ପରୀକ୍ଷାରେ ହୋଇଛି ବିଜେତା। ସ୍ୱନେତ୍ର ଦେଖି ଅଦ୍ଭୁତ କାର୍ଯ୍ୟ, ତଥାପି କରୁଛ ସନ୍ଦେହ। ସତ୍ୟ କର ତୁ, ଏ ସ୍ଫୀତ ପଦାର୍ଥ ମୋର କରେ ତୋଳିଦେବୁ ତାହା। ସତ୍ୟ ତ୍ରିବାରମ ସତ୍ୟ, ତୁମ ଇଚ୍ଛା କରିବି ପୂରଣ। ତେବେ ଦିଅର ବିଚ୍ଛିନ୍ନ ମସ୍ତକ ସବୁବେଳେ ପାରୁଛି ମୁଁ ଜାଣି। ତୁମେ ହରି ରାଧା ମୋହନ ଅଷ୍ଟାଦଶ ଦିନ ଧରି ଚାଲିବ ଏ ଭାରତ ସମର। ଯଦି ବଞ୍ଚି ରହେ ବୃକଦର ପୁତ୍ର
ତୁମ ଇଚ୍ଛା ନଯିବ ତେଣୁ ମାଗିଅଛ ଛିନ୍ନ ଶିର ମୋର ଧନ୍ୟ ମୋ ଜୀବନ। କିନ୍ତୁ ପ୍ରଭୁ କରପାତି କରେ ଭିକ୍ଷା ଦିଅ ମତେ ଦିବ୍ୟ ଚକ୍ଷୁ ଯେପରି ଦେଖିବି ଭାରତ ସମର ତୁମର କରଣୀ। ବେଲାଳ ଅନ୍ତିମ ପ୍ରାର୍ଥନା ତୋର ହୋଇବ ପୂରଣ। ମୋ ପ୍ରଦତ୍ତ ଦେବନେତ୍ରୀ କରିବୁ ତୁ ଭାରତ ସମର। ସ୍ୱାର୍ଥକ କରିଛ ପ୍ରଭୁ, ଧନ୍ୟ କରିଛ ଏବେ ଲାଳର ପ୍ରାଣକୁ। ପୂର୍ବ ଜନ୍ମ ତପ ପୁଣ୍ୟ ବଳେ ଭାରତ ଯୁଦ୍ଧର ଶୁଭ ସ୍ତମ୍ଭେ ରହିଥିବ ମମତା। ଆସ ପ୍ରଭୁ ଆସ ସ୍ତମ୍ଭ ପାଶେ ଚକ୍ର ପ୍ରତି ଛିନ୍ନ କର ମୋର ମଥା। ଧନ୍ୟ ଧନ୍ୟ ବେଲାଳ, ଧନ୍ୟ ତୋର ଏଇ ପବିତ୍ର ତ୍ୟାଗ।